ଜୟ ଜଗନ୍ନାଥ। ଆଜି ଆମେ ଜାଣିବା ବିଦ୍ୟା କିପରି ମହାଧନ ଅଟେ। ଗୋଟିଏ ଗାଁରେ 3 ଭାଇ ଥିଲେ। ବଡ଼ 2 ଭାଇ ଖୁବ୍ ରୁକ୍ଷ, କିନ୍ତୁ ସାନ ଭାଇଟି ଶାନ୍ତ ଓ ସରଳ ପ୍ରକୃତିର ଥିଲା। ତାର ସବୁବେଳେ ପାଠପଢ଼ା ପ୍ରତି ମନ ଥିଲା। ବଡ଼ 2 ଭାଇଙ୍କର ସବୁବେଳେ ଗୁଣ୍ଡାମିରେ ମନ ଥିଲା। କ୍ରମେ ବଡ଼ ହେବାରୁ ବଡ଼ 2 ଭାଇ ସବୁ ସମ୍ପତ୍ତି ଭାଗ କରି ନେଇଗଲେ ଓ ସାନ ଭାଇଟିକୁ ଚାକର କରି ରଖିଲେ। କିଛି ଦିନ ପରେ ଦଳେ ଡକାୟତ ପଶି ବଡ଼ ଭାଇର ସର୍ବସ୍ୱ ଲୁଟି ନେଲେ। ଘରେ ନିଆଁ ଲାଗି ମଝିଆଁ ଭାଇର ସବୁ ଧନ ପୋଡ଼ି ପାଉଁଶ ହୋଇଗଲା। ଶେଷରେ ସେମାନେ ଦାଣ୍ଡର ଭିକାରୀ ଅବସ୍ଥାକୁ ଆସିଗଲେ। ସେତେବେଳେ ସାନ ଭାଇଟି ଗୋଟିଏ ଶିକ୍ଷକ ଚାକିରି ପାଇଗଲା। କିନ୍ତୁ ବଡ଼ 2 ଭାଇଙ୍କର କିଛି ପାଠପଢ଼ା ଯୋଗ୍ୟତା ନଥିଲା। ତେଣୁ ସେମାନେ ସାନ ଭାଇ ପାଖରେ ତାରି ଅଳ୍ପ ରୋଜଗାରରେ ସନ୍ତୁଷ୍ଟ ହୋଇ ରହିଲେ। ଚୋର ପଶିଲେ କି ନିଆଁ ଲାଗିଲେ ମଧ୍ୟ ସାନ ଭାଇର ବିଦ୍ୟାଧନକୁ କେହି ଆଉ ନଷ୍ଟ କରିପାରିବେ ନାହିଁ। ତେଣୁ କୁହାଯାଏ, ବିଦ୍ୟା ଅଟଇ ମହାଧନ। ବିଦ୍ୟାକୁ କେହି ଚୋରି କରିପାରିବେ ନାହିଁ କି ନିଆଁ ଲାଗିଲେ ମଧ୍ୟ ତା ପୋଡ଼ିଯିବ ନାହିଁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।